Welcome everyone to my channel. So ଆଜି ଦେଖିବା ଆମେ ଯୋଉ ପ୍ଲସ ଟୁ ପିଲାମାନେ ଯୋଉ ପ୍ଲସ ଟୁ ଯୋଉ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଯୋଉ ମାଗଣା ଲାପଟପ ବଣ୍ଟନ ସ୍କିମ୍ ଓଡିଶା ସରକାର ପୂର୍ବ ସରକାର କରିଥିଲା, ଯାହାର ନାମ ଥିଲା ବିଜୁ ବିଜୁ ଯୁବ ଶକ୍ତିକରଣ ଯୋଜନା, ସଶକ୍ତିକରଣ ଯୋଜନା। ତାର ନାମ ପରିବର୍ତ୍ତନ ହେଇ ଏବେ ହେଇଯାଇଛି କଣ, ଗୋଦାବରୀ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା। ସୋ ତାହାର ଅଣ୍ଡରରେ ଏବେ ଆମର ଅଗଷ୍ଟ 29 ତାରିଖ ଠାରୁ ଆରମ୍ଭ ହୋଇଯାଇଛି କଣ, ଅଗଷ୍ଟ 29 ତାରିଖରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଆମର ଆପ୍ଲାଏ କରିବା ପାଇଁ ମାଗଣା ଯୋଉ ଲାପଟପ ଛାତ୍ରବୃତ୍ତି ପାଇବା ପାଇଁ ଆବେଦନ କରିବା ପାଇଁ ଅଲରେଡି ୱେବସାଇଟରେ ଲିଙ୍କଟି ଆକ୍ଟିଭ ହୋଇଯାଇଛି। ତେଣୁକରି ଏଥିରେ ଆମର କଣ ବ୍ୟବସ୍ଥା ରହିଛି ନା, ଯେ ଯୋଉ ଆମର ଯୋଉ ମାଗଣା ଲାପଟପ ବଣ୍ଟନ ହବ 12th ପାସ୍ ଆଉଟ୍ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 2013 ମସିହାରୁ ଏହି ସ୍କିମଟି ଚାଲୁ ହେଇ ଆସୁଅଛି। 30,000 ଟଙ୍କା। ଓକେ, ସେଟା ଆମର ରହିଛି କଣ ନା, the scheme has been converted to a direct benefit transfer scheme wherein 30,000 is transferred directly to the students। ଲାପଟପ ପାଇଁ 30,000 ଟଙ୍କା ଡାଇରେକ୍ଟଲି ଆମର ଷ୍ଟୁଡେଣ୍ଟ ମାନଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ। ଓକେ, ଏଥର ଯୋଉ 2024-25 ଇୟରରେ ଆମର ଯୋଉ 15,000 ଛାତ୍ରଛାତ୍ରୀମାନଙ୍କୁ ଯୋଉ ଦିଆଯିବ, କେମିତି କଣ ନା, ଆର୍ଟସ କୁ ଦିଆଯିବ ଆମର ଟୋଟାଲ 5,400 ଲାପଟପ ସ୍କିମ୍, ସାଇନ୍ସ ପିଲାଙ୍କୁ 7,000, କମର୍ସ ପିଲାଙ୍କୁ 2,000, ଭୋକେଶନାଲ 200, ସାଂସ୍କ୍ରିଟ 400, ଟୋଟାଲ ମିଶିକରି ଆମର 15,000 ପିଲାଙ୍କୁ ଏହି ଲାପଟପ ବଣ୍ଟନଟି କରାଯିବ। ଓକେ, ଏହି ସ୍କିମର ନାମ କଣ ନା, ଗୋଦାବରୀ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା। ସୋ ଏଥିରେ ଯୋଉ ଆମର ରହିଛନ୍ତି ଆମର SC ST ଷ୍ଟୁଡେଣ୍ଟଙ୍କୁ ଦିଆଯିବ ମଧ୍ୟ ଯୋଉ 800 ଯୋଉ 5,400 ଆମର ଜେନେରାଲ ରହିଲେ 34,965 ରହିଲେ ଆମର SC ଷ୍ଟୁଡେଣ୍ଟ, ST ରହିଲେ 1,335, ସାଇନ୍ସ ର ଆମର 7,000, 5,000 ଜେନେରାଲ, ଅବଶିଷ୍ଟ 839 SC, 1,161 ଆମର ରହିଲେ ST। ଏଭଳି ଭାବରେ ବିଭାଗୀକରଣ କରାଯାଇ 15,000 ଲାପଟପଟି ଆର୍ଟ, ସାଇନ୍ସ, କମର୍ସ, ଭୋକେଶନାଲ ଏବଂ ସାଂସ୍କ୍ରିଟ ପିଲାମାନଙ୍କୁ ବଣ୍ଟନ କରାଯିବ। ଓକେ, ସେ ଯୋଉ ଲାପଟପଟି ବଣ୍ଟନ କରାଯିବ ତାର ୱେବସାଇଟ ହଉଛି ଆମର ଗୋଦାବରୀ ଯୋଉ ଓଡିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ ଗଲେ ସେଠି ଆମର ଗୋଦାବରୀ ସ୍କିମ୍ ବୋଲି ଗୋଟେ ଥିବ, ଲିଙ୍କଟେ ଥିବ। ସେଇ ଲିଙ୍କରେ ଟିକେ ତଳକୁ ଯିବେ ଯେତେବେଳେ, ଓକେ ମୁଁ ସେଟାକୁ ଦେଖେଇଦେବି, ସେ ଲିଙ୍କରେ ଯାଇ ଆପ୍ଲାଏ କରିପାରିବେ। ତେଣୁକରି ଆପଣମାନେ ଯିବେ ଓଡିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ, ଏହି ୱେବସାଇଟକୁ ଆସିଲା ପରେ ଟିକେ ତଳକୁ ଯଦି ଯିବେ ତେବେ ଆସିଯିବ ଗୋଦାବରୀ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଲାପଟପ ଡିଷ୍ଟ୍ରିବ୍ୟୁସନ। ଓକେ, ତାର ଲାଷ୍ଟ ଡେଟ୍ ହଉଛି ଅକ୍ଟୋବର ମାସ 28 ତାରିଖ, ଏହା ଆରମ୍ଭ ହୋଇଯାଇଛି ଅଗଷ୍ଟ 29 ତାରିଖରୁ। ତ ଆପଣ ଯଦି ଡିଟେଲ୍ସ ଜାଣିବାକୁ ଚାହୁଁଥିବେ ଭିଉ ଡିଟେଲ୍ସ ମାରିକି ଆପଣ ତାର PDF ଡାଉନଲୋଡ କରିପାରିବେ। ଆଉ କଣ କଣ ଆବଶ୍ୟକ ଡକୁମେଣ୍ଟ ଦରକାର, ଆଧାର କାର୍ଡ ଆଉ ଷ୍ଟୁଡେଣ୍ଟ ପାସପୋର୍ଟ ସାଇଜ ଫଟୋଗ୍ରାଫ, ଷ୍ଟୁଡେଣ୍ଟ ମାର୍କସିଟ, ଲାଷ୍ଟ ଏକ୍ସାମ ପାଷ୍ଟ। ଓକେ, ତ ଏଇ ଯୋଉ ତିନୋଟି ଆମର କୋର୍ସ ରହିଲା, ସାଇନ୍ସ ହଉ, ଭୋକେଶନାଲ ହଉ, ଆର୍ଟସ ହଉ, କମର୍ସ ହଉ, ଏସବୁ ଯୋଉ ରହିଲା ଆମର ସାଂସ୍କ୍ରିଟ ହଉ, ତ ଯୋଉମାନେ ମେରିଟିୟସ୍ ଷ୍ଟୁଡେଣ୍ଟ ମାନେ ସଫଳତା ପାଇଛନ୍ତି, ଯୋଉମାନଙ୍କ ନାମ ସେ ଲିଷ୍ଟରେ ଥିବ, ସେମାନେ 30,000 ଟଙ୍କା ଲାପଟପ ପାଇଁ ପାଇପାରିବେ। ଓକେ, ତ ଏଠି ଆପଣମାନେ ଦେଖିପାରିବେ ତାର ଡିଟେଲ୍ସ। ତା ସହିତ ଆପ୍ଲାଏ ନା ବଟନକୁ ଯାଇକି ଆପଣମାନେ କଣ କରିପାରିବେ, ଆପ୍ଲାଏ କରିପାରିବେ। ଆପଣମାନଙ୍କ ପାଖରେ ଯୋଉ ଆଧାର ନମ୍ବର ଥିବ, ଆପଣମାନଙ୍କ ପାସୱାର୍ଡ ଦେଇ ଏବଂ କୌଣସି ପ୍ରୋବ୍ଲେମ ଯଦି ସଲ୍ଭ କରିବାକୁ ଦେଇଥିବ, ସେ ସଲ୍ଭ ପ୍ରୋବ୍ଲେମ କରି ଲଗ୍ଇନ୍ କରିପାରିବେ। ଯଦି ଆପଣମାନେ ରେଜିଷ୍ଟର କରିନଥିବେ ତେବେ ପ୍ରଥମେ ରେଜିଷ୍ଟର କରିବେ, ତାପରେ ଆପ୍ଲାଏ କରିବେ। ଓକେ, ସୋ ଜଲ୍ଦି କରିଦିଅନ୍ତୁ। ତାର ଲାଷ୍ଟ ଡେଟ୍ ହଉଛି 28 ଅକ୍ଟୋବର 2024 ମସିହା, ଗୋଦାବରୀ ଓଡିଶା ଷ୍ଟେଟ ସ୍କଲାରସିପ ଆୱାର୍ଡ। ଥ୍ୟାଙ୍କ ୟୁ।